ବର୍ତ୍ତମାନ ନ୍ୟୁଜ୍ର ପୁରା ହେଡଲାଇନ୍ରେ ଗୋଟାଏ ନ୍ୟୁଜ୍ ଚାଲିଛି। କେନ୍ଦ୍ରାପଡ଼ାରେ ନବମ ଶ୍ରେଣୀ ଛାତ୍ର ବ୍ୟାଗ୍ରୁ ବାହାରିଲା ବନ୍ଧୁକ, ଯୋଉଟାକି ବର୍ତ୍ତମାନ ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଆପଣମାନେ ଚିନ୍ତା କରନ୍ତୁ, ବର୍ତ୍ତମାନ ଓଡ଼ିଶାଟା କୁଆଡ଼କୁ ଗତି କରୁଛି, ଆଉ କିଛି ଦିନ ଗଲେ ସେ ବିହାରକୁ ବି କାଟିଦେବ। ମାନେ ଆମ ଦେଶର ଆଇନ ଶୃଙ୍ଖଳା ତ ଯାହା, ଆମ ରାଜ୍ୟର ଆଇନ ଶୃଙ୍ଖଳା ଆମ ମାନେ କ'ଣ ଭାବିଲା ବେଳକୁ ଆଶ୍ଚର୍ଯ୍ୟ ଲାଗୁଛି। ମାନେ ଚିନ୍ତା କରନ୍ତୁ, ଆମର ରାଜ୍ୟର ସରକାର ବର୍ତ୍ତମାନ ଆଇନ ଶୃଙ୍ଖଳାକୁ କୋଉ ଆଡ଼କୁ ନେଇକି ଯାଉଛନ୍ତି। ମାନେ ଏସବୁ ଧୀରେ ଧୀରେ ଆଗକୁ ଆହୁରି ବରଂ ବଢ଼ିବ, କମିବନି। ଦୟାକରି ଆମ ସରକାର ଏସବୁ ଉପରେ ଟିକେ ପ୍ରପର ଇନଭେଷ୍ଟିଗେସନ କରିକି ପ୍ରକୃତରେ ୟାର ସତ୍ୟାସତ୍ୟ କ'ଣ ଖୋଜିକି ବାହାର କରନ୍ତୁ। ତା ନହେଲେ ଲୋକମାନେ ଘରୁ ବାହାରିବାକୁ ବି ଭୟ କରିବେ। କଥାଟା କେତେ ଦୂର ଠିକ୍ କେତେ ଦୂର ଭୁଲ ଆପଣମାନେ ଦେଖନ୍ତୁ। ଆଜିର ନ୍ୟୁଜ୍ ପେପରରେ ଏଇଟା ବାହାରିଛି, ଚାରିଆଡ଼େ ନ୍ୟୁଜ୍ ଖେଳେଇ ଯାଇଛି। ବର୍ତ୍ତମାନ ଏଇଟା ଛୋଟ ଖବର ନୁହଁ, ଏଇଟା ଗୋଟେ ବହୁତ ବଡ଼ ଖବର। ଛୋଟ ପିଲାଟେ ବନ୍ଧୁକ ଆଣିଲା କୋଉଠୁ? ଆପଣ ଚିନ୍ତା କରନ୍ତୁ, ଆଜିକା ଡେଟ୍ରେ ଯଦି ଏସବୁର ଏବେଠାରୁ ଦି ଏଣ୍ଡ ନ କରାଯାଏ, ଆଗକୁ ଏଇ ଛୋଟ ଛୋଟ ଛୁଆ ଟିକେ ଟିକେ ରାଗିଲେ କିଏ କାହାକୁ କୋଉଠି ଗୁଳି କରି ମାରିଦବ, ତାର କିଛି ଅତାପତା ରହିବନି। ମାନ୍ୟବର ସରକାର ଟିକେ ଏଇ ଜିନିଷଟାକୁ ହାଲକାରେ ନ ନେଇକି ୟାର ପ୍ରପର ଇନଭେଷ୍ଟିଗେସନ କରନ୍ତୁ, ଆଉ ଯିଏ ଦୋଷୀ ତାକୁ ଉଚିତ ଦଣ୍ଡ ଦିଅନ୍ତୁ। ତା ନହେଲେ ନା ଆଗକୁ କ'ଣ ହବ ସେଇ ପ୍ରଭୁ ନାରାୟଣକୁ ଜଣା। ଜୟ ଜଗନ୍ନାଥ।